ଆକର୍ଷଣର ପସରା ଖୋଲିଛି ତିଖାଳି ଜଳଭଣ୍ଡାର। ସୁଲୁ ସୁଲୁ ଶୀତୁଆ ପବନ ନରମ ଦେହର କଅଁଳ ପରଶରେ ଦେହ ଶୀତେଇ ଉଠୁଥାଏ। ଖୋଲା ଆକାଶର ନୀଳ ରଙ୍ଗର ଛତା ତଳେ ମନୋରମ ପରିବେଶ ସତରେ ବାତୁଳ କରିଦେଉଥାଏ। ହୃଦୟ ଭିତରେ ସିଂହରଣ ସୃଷ୍ଟି ହୋଇ କୋଇଲିର ମିଠା ସ୍ୱରରେ ସୃଷ୍ଟି କରୁଥାଏ ଭିନ୍ନ ଏକ ସ୍ପନ୍ଦନ। ତଥାପି ବାତୁଳ ମନଟି ଖୋଜି ବୁଲୁଥାଏ ହଜି ଯାଇଥିବା କିଛି ନୂଆ ନୂଆ ଶିହରଣ। କାଚ କେନ୍ଦୁ ପରି ନିର୍ମଳ ଜଳରାଶି କିମିଆ କରି ବାଟବଣା କରିଦେଉଥାଏ। କିନ୍ତୁ ଆକର୍ଷଣର ମାଧ୍ୟାକର୍ଷଣ ଶକ୍ତିରେ ଗୋଡ଼ ଦୁଇଟି ଆପେ ଆପେ ଚାଲି ଯାଉଥାଏ ଆଗକୁ ଆଗକୁ। କେମିତି କେଜାଣି ଏମିତି ଏକ ଆକର୍ଷଣର ପରିବେଶ ମଧ୍ୟରେ ପାଦ ପଡ଼ିଗଲେ ପାଦ ଦୁଇଟି ବି ଅବୁଝା ହୋଇଯାଆନ୍ତି। ଶୀତ ଋତୁର ସମୟରେ ଜଳଭଣ୍ଡାରର ଗଭୀର ଜଳରାଶିର କୂଳରେ ଛିଡ଼ା ହେଲେ ଶୀତର ପରଶ ଅଧିକ ମାତ୍ରାରେ ବଢ଼ିଯାଉଥିଲେ ମଧ୍ୟ ମନଟି ବୁଝେ ନାହିଁ ସେହି ସ୍ଥାନ ଛାଡ଼ି ଯିବା ପାଇଁ। ସେମିତି ଏକ ସୁନ୍ଦର ମନଲୋଭା ପରିବେଶର ପସରା ଖୋଲିଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଇନ୍ଦ୍ର ଜଳସେଚନ ପ୍ରକଳ୍ପର ତିଖାଳି ଡ୍ୟାମ୍। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ତିଖାଳିର ଏହି ଜଳଭଣ୍ଡାର। ପର୍ଯ୍ୟଟନ ଋତୁ ଆସିଯାଇଥିବା ଯୋଗୁଁ ଭୋଜି ଭାତର ଆସର ଜମୁଛି ଏହି ଜଳଭଣ୍ଡାର ନିକଟରେ। ଏଠାରେ ଜଳେଶ୍ୱର ଶିବ ମନ୍ଦିର ରହିଥିବାରୁ ଏହାର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଦେଉଛି। ଶାନ୍ତ ପରିବେଶର ଏକ ମନଲୋଭା ପରିବେଶରେ ଅନେକ ଚଳଚ୍ଚିତ୍ର ଏବଂ ଆଲବମ୍ ମଧ୍ୟ ଏଠାରେ ସୁଟିଂ ହୋଇଛି। ଏହି ମନଲୋଭା ପରିବେଶକୁ ଉପଭୋଗ କରିବା ପାଇଁ ରାଜ୍ୟ ତଥା ପଡ଼ୋଶୀ ରାଜ୍ୟର ପର୍ଯ୍ୟଟକ ଆସି ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାନ୍ତି। ଏମିତି ଏକ ସୁନ୍ଦର ପରିବେଶରେ ବୁଲିଲା ବେଳେ ସମୟର ସୁଅଟି ଯେ କେତେ ଶୀଘ୍ର ଅତିକ୍ରମ କରିଯାଏ ପର୍ଯ୍ୟଟକ ଜାଣିପାରେ ନାହିଁ। ମନକୁ ଚୋରି କଲା ଭଳି ସୁନ୍ଦର ଫୁଲ ବଗିଚା ରହିଥିବା ବେଳେ ବୋଟ୍ରେ ବସି ନୌକା ବିହାର କରିବାର ବ୍ୟବସ୍ଥା ରହିଛି। ଜଳଭଣ୍ଡାର ଭିତରକୁ ଯିବା ପାଇଁ ଖୁବ୍ ସୁନ୍ଦର ଏବଂ ଆକର୍ଷଣୀୟ ରାସ୍ତା କରାଯାଇଥିବା ବେଳେ ପ୍ରବେଶ ଗେଟ୍ ମଧ୍ୟ ଖୁବ୍ ଆକର୍ଷଣୀୟ ଏବଂ ମନଲୋଭା ହୋଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହରଠାରୁ 15 କିଲୋମିଟର ଦୂରରେ ଅବସ୍ଥିତ ଏହି ତିଖାଳି ଜଳଭଣ୍ଡାର। ଖଡ଼ିଆଳ ସହର ରାସ୍ତାରେ 353 ନମ୍ବର ରାଜପଥ ସାନ ମହେଶ୍ୱର ଗ୍ରାମ ପଞ୍ଚାୟତ ନିକଟରେ ରହିଛି ଏହି ତିଖାଳି ଜଳଭଣ୍ଡାର। ଏକ ସୁନ୍ଦର ଏବଂ ମନଲୋଭା ପରିବେଶ ମଧ୍ୟରେ ନିର୍ମିତ ହୋଇଥିବା ଏହି ଜଳଭଣ୍ଡାର ଏବେ ପର୍ଯ୍ୟଟକଙ୍କ ପାଇଁ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ପାଲଟି ଯାଇଛି। କେବଳ ଯେ ପର୍ଯ୍ୟଟନ ଋତୁ ଆସିଲେ ଏହି ସ୍ଥାନ ଚଳଚଞ୍ଚଳ ହୋଇଉଠେ ତାହା ନୁହଁ। ବର୍ଷ ସାରା ଏହି ସ୍ଥାନକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଥାଏ। ଏଠାକୁ ଯିବା ଆସିବା ପାଇଁ ସୁବିଧା ରହିଥିବା ଯୋଗୁଁ ପର୍ଯ୍ୟଟକମାନେ ଯିବାର ଆଶା ଦ୍ୱିଗୁଣିତ ହୋଇଯାଇଥାଏ। ବଣଭୋଜି ସମୟରେ ଏଠାରେ ସ୍ଥାନେ ସ୍ଥାନେ ବଣଭୋଜିର ଆସର ଜମିଥିବାର ଦେଖିବାକୁ ମିଳିଥାଏ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଥିବା ଏହି ତିଖାଳି ଡ୍ୟାମ୍ର ଆକର୍ଷଣୀୟ ପରିବେଶରେ ପର୍ଯ୍ୟଟକମାନେ ବିମୋହିତ ହୋଇଯାଇଥାନ୍ତି। ଏହି ତିଖାଳି ଜଳଭଣ୍ଡାର ନୂଆପଡ଼ା ଜିଲ୍ଲାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହୋଇଥିବା ବେଳେ ନୂଆପଡ଼ା ଜିଲ୍ଲା ପାଇଁ ଏକ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଯାଇଛି। ନୂଆପଡ଼ାରୁ ଲୋକନାଥ ପଟେଲଙ୍କ ରିପୋର୍ଟ, এবি ନ୍ୟୁଜ୍।